ସ୍ଥାନୀୟ ଆସ୍କା ରୋଡ ପୁରୁଣା ତାଲୁକା ସ୍ଥିତ ହନୁମାନ ମନ୍ଦିର ନିକଟରେ ଭାରତୀୟ ଜନତା ପାର୍ଟି ଆସ୍କା ରୋଡ ମଣ୍ଡଳ ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା। ମଣ୍ଡଳ ସଭାପତି ଜଗନ୍ନାଥ ଜେନାଙ୍କ ନେତୃତ୍ୱରେ ତଥା ଯୁବ ନେତା ଚିତ୍ତରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଏବଂ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହ ଜନସାଧାରଣଙ୍କ ସହ ସାମିଲ ହୋଇ ଉତ୍ସବକୁ ବାଜା ବାଣ ଫୁଟାଇ ବିଜୟ ଉତ୍ସବକୁ ପାଳନ କରିଥିଲେ। ଯୁବ ନେତା ତଥା ସଂଗଠକ ମଦନ ସାହୁଙ୍କ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳ, ବଦ୍ରିନାରାୟଣ ନାୟକ, ପୂର୍ବତନ ଜିଲ୍ଲା ଉପସଭାପତି ରାମକୁମାର ପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟନାରାୟଣ ଦାସ, ମଣ୍ଡଳ ପ୍ରଭାରୀ ଜି ରାଜେନ୍ଦ୍ର ପ୍ରସାଦ, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସାହୁ, ମଣ୍ଡଳ ଉପସଭାପତି ରୁନି ସାହୁ, ସୁଦର୍ଶନ ସାହୁ, ଟୁନା ପାତ୍ର, ଶଙ୍କର ପ୍ରସାଦ ମହାରଣା, ସୁରେଶ ସାହୁ, ବିଜୟ ଗୋପାଳ, ସଞ୍ଜୟ ଜେନା, ସାଗର ମୁଖୀ, ମନୋଜ ମହାରଣା, ସୁଶାନ୍ତ ସାହୁ, ରମେଶ ସେଠୀ, ଅର୍ଜୁନ ପଣ୍ଡା, ତ୍ରିନାଥ ନାୟକ, ପ୍ରଶାନ୍ତ ସାହୁଙ୍କ ସହ ବହୁ ମହିଳା ଏବଂ ପୁରୁଷ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ବ୍ରହ୍ମପୁର ନରସିଂହ ଡାକଙ୍କ ରିପୋର୍ଟ, ଭାଇରାଲ ନ୍ୟୁଜ। ଚିତ୍ତରଞ୍ଜନ ସାହୁ, ଭାରତୀୟ ଜନତା ପାର୍ଟି ଆସ୍କା ରୋଡ ମଣ୍ଡଳର କାର୍ଯ୍ୟକର୍ତ୍ତା। ଆଜି ମେ 4 ତାରିଖକୁ ସାରା ଭାରତ ଚାତକ ପରି ଚାହିଁ ରହିଥିବା ସମୟରେ ଭାରତୀୟ ଜନତା ପାର୍ଟି ତିନୋଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ବିପୁଳ ବିଜୟକୁ ଆଜି ଆସ୍କା ରୋଡ ମଣ୍ଡଳରେ ବିଜୟ ଉତ୍ସବ ରୂପେ ପାଳନ କରାଯାଇଛି। ଏହି ମଣ୍ଡଳରେ ପ୍ରାୟ ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ସହ ସାଧାରଣ ଜନସାଧାରଣ ମାନେ ଆଜି ଭାରତୀୟ ଜନତା ପାର୍ଟିର ବିଜୟକୁ ଏକ ଆନନ୍ଦ ଏକ ଉତ୍ସବର ସହ ଆଜିର ଦିନ ପାଳନ କରିଛନ୍ତି। ଆଜି ମଣ୍ଡଳ ସଭାପତି ଶ୍ରୀ ଜଗନ୍ନାଥ ଜେନାଙ୍କ ନେତୃତ୍ୱରେ ଏବଂ ଆମର ପ୍ରିୟ ଏମଏଲଏ ବିଧାୟକ କେ ଅନିଲ କୁମାରଙ୍କ ତତ୍ତ୍ୱାବଧାନରେ ଆସ୍କା ରୋଡ ମଣ୍ଡଳରେ ମୁଖ୍ୟ ଅତିଥି ରୂପେ କେ ଅନିଲ କୁମାର ଯୋଗ ଦେଇଥିଲେ ଏବଂ ସରୋଜ ସାବତ ଜିଲ୍ଲା ସଭାପତି ତାଙ୍କେ ମଧ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହା ତାଙ୍କୁ ଦେଖି ଆମର ମଣ୍ଡଳର କାର୍ଯ୍ୟକର୍ତ୍ତା ମାନେ ବହୁତ ଉତ୍ସାହିତ ହୋଇ ଏହି ଉତ୍ସବକୁ ଏକ ଦୃଢ ସଂକଳ୍ପ ରୂପେ ଗ୍ରହଣ କଲେ ଯେ ଯେପରି ମଣ୍ଡଳର କାର୍ଯ୍ୟକର୍ତ୍ତା ମାନେ ଆଗକୁ ସବୁଦିନ ପାଇଁ ଭାରତୀୟ ଜନତା ପାର୍ଟିର ନାମ ରଖିବେ।